ମୋତେ ଗୋଟେ ମୋ ସାଙ୍ଗ ପଚାରିଲା, କହିଲା ଭାଇ ଓଡ଼ିଆ ନବବର୍ଷ ଆଉ ଇଂରାଜୀ ନବବର୍ଷରେ ପାର୍ଥକ୍ୟ କ'ଣ? ମୁଁ କହିଲି ଛାଡ଼ ବା, ଓଡ଼ିଆ ନବବର୍ଷ ଆମେ କ'ଣ ଓଡ଼ିଆ କି? ନାହିଁ ନା। କାରଣ ମୁଁ ଏଇଟା ପାଇଁ କହୁଛି, ଆମେ ଓଡ଼ିଆରେ କହିବା ପାଇଁ ଆମକୁ ଲାଜ ଲାଗିବା କଥା। କାରଣ ଆମେ ଓଡ଼ିଶାରେ ରହୁଛନ୍ତି, ଓଡ଼ିଆ ପରମ୍ପରାକୁ ଓବେ କରୁଛନ୍ତି, କିନ୍ତୁ ଏଇଠି କିଛି ପ୍ୟାରେଣ୍ଟସ୍ ଅଛନ୍ତି କିମ୍ବା କିଛି ଲୋକ ଅଛନ୍ତି, ସେମାନେ ଓଡ଼ିଶାରେ ରହୁଛନ୍ତି କିନ୍ତୁ ଆମ ପିଲା ଛୁଆଙ୍କୁ ଶିଖଉଛନ୍ତି ହିନ୍ଦୀରେ କଥା ହୁଅ, ସ୍ମାର୍ଟ ହୁଅ, ଇଂରାଜୀରେ ଇଏ କର। ଆରେ ହୁଅ, କିଛି ଅସୁବିଧା ନାହିଁ, ଇଂଲିଶ ୟୁଜ୍ କର, ହିନ୍ଦୀ ୟୁଜ୍ କର, ସବୁ ବଢ଼ିଆ, କିନ୍ତୁ ଓଡ଼ିଆକୁ ବି ଟିକେ ମନେ ରଖିବା କଥା ନା ନାହିଁ। ବହୁତ ମ୍ୟାକ୍ସିମମ୍ ଲୋକ ଅଛନ୍ତି ଓଡ଼ିଆ ହିଁ ଜାଣିନଥିବେ, ପିଲା ଛୁଆ ଅଛନ୍ତି ମ୍ୟାକ୍ସିମମ୍ ଜେନେରେସନ୍, ଆଜିକାର ଜେନେରେସନ୍ ସେମାନେ ଓଡ଼ିଆ ହିଁ ଜାଣିନାହାନ୍ତି। ଗୁପଚୁପ୍ ଖାଇବାକୁ ଯିବେ, କହିବେ ଭାଇ 10 रुपया का दे देना। ଭାଇ ଓଡ଼ିଆ ୟୁଜ୍ କର ନା। ଓଡ଼ିଆ ଭାଷା କେତେ ସୁଇଟନେସ୍ ଥାଏ। ଆମେ ଓଡ଼ିଆ ନବବର୍ଷ ପାଳନ କରିବା ପାଇଁ ଯେତିକି ଉତ୍ସାହ ନଥାଏ, ସାୟଦ ଇଂରାଜୀ ନବବର୍ଷରେ ଥାଏ। ଲୋକମାନେ ତ ମଦ ପିଇକି ହିଁ ଗଢ଼ନ୍ତି ନା, ଇଂରାଜୀ ନବବର୍ଷ ମଦ ପିଇକି ଗଢ଼ିବେ। ଆଉ ଲକ୍ଷ୍ୟ ରଖିଥିବେ ଓଡ଼ିଆ ନବବର୍ଷରେ କ'ଣ, କେମିତି ଟିକେ ଆମେ ମନ୍ଦିର ଯିବା, ଠାକୁରଙ୍କ ପାଖରୁ ଆଶୀର୍ବାଦ ନେଇକି ଆସିବା। କ'ଣ ମନ୍ଦିରରେ କ'ଣ କେବଳ ଭଗବାନ ଏଇ ଗୋଟେ ଦିନ ଅନେଇକି ଥାନ୍ତି ତୁମକୁ ଆଶୀର୍ବାଦ ଦେବା ପାଇଁ? ନାହିଁ ନା। ଲୋକମାନଙ୍କ ମେଣ୍ଟାଲିଟି ଏଇଆ, ଇଂରାଜୀ ନବବର୍ଷରେ ମଦ ପିଇବେ ଆଉ ଓଡ଼ିଆ ନବବର୍ଷରେ ଯାଇକି ଭକ୍ତି କରିବେ, ଅଦିନିଆ ଭକ୍ତି।